ପିଲାମାନେ ତ ଆଜି ଆମେ ଷ୍ଟାର୍ଟ କରିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚମ ଶ୍ରେଣୀର ସାଧାରଣ ଜ୍ଞାନ। ତ ଚାଲନ୍ତୁ ବିଷୟଟିକୁ ଷ୍ଟାର୍ଟ କରିବା। ଆସ ଜଗନ୍ନାଥଙ୍କ ସମ୍ବନ୍ଧରେ ଜାଣିବା। କ'ଣ ଦେଇଛି ଜଗନ୍ନାଥଙ୍କ ସମ୍ବନ୍ଧରେ ଜାଣିବା? ପ୍ରଥମରୁ ତୁମେ ପଢ଼ି ଆସୁଛ ଜଗନ୍ନାଥଙ୍କ ବିଷୟରେ। ପ୍ରଥମରେ ବି ଥିଲା ନବକଳେବର କେତେ ବର୍ଷରେ ଥରେ ହୁଏ? କେତେ ବର୍ଷରେ ଥରେ? ପ୍ରାୟ 19 ବର୍ଷରେ ଥରେ ହୁଏ। 2ଟି ଆଷାଢ଼ ବା ଆଷାଢ଼ ଦୋମାସୀରେ ହୋଇଥାଏ। ଜଗନ୍ନାଥଙ୍କ ଜନ୍ମ ମାସର ନାମ କ'ଣ? ଆଷାଢ଼ ମାସ। ଜଗନ୍ନାଥଙ୍କ ଶ୍ମଶାନକୁ କ'ଣ କୁହାଯାଏ? କୋଇଲି ବୈକୁଣ୍ଠ। ଏଟା ତୁମର ପ୍ରଥମ ଶ୍ରେଣୀ ବି ଥିଲା। 3ଟି ରଥରେ କେତୋଟି ଲେଖାଏଁ ଚକ ଅଛି? ଜଗନ୍ନାଥଙ୍କ ରଥରେ 16ଟା, ସୁଭଦ୍ରାଙ୍କ ରଥରେ 12ଟି, ବଳଭଦ୍ରଙ୍କ ରଥରେ 14ଟା। ଜଗନ୍ନାଥଙ୍କର ମହାପ୍ରସାଦ ପ୍ରଥମେ କାହାକୁ ସମର୍ପଣ କରାଯାଏ? ବିମଳାଙ୍କୁ। ଜଗନ୍ନାଥଙ୍କର ମହାପ୍ରସାଦର ଅନ୍ୟ ନାମ କ'ଣ? ଅନ୍ନବ୍ରହ୍ମ। ଓଡ଼ିଶାର କେଉଁ ପୀଠରେ ସହିତ ଶ୍ରୀକ୍ଷେତ୍ରର ସମ୍ପର୍କ ରହିଛି? ଛତିଆବଟ ସହ। ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥର କେଉଁ କନା ଦିଆଯାଏ? ଲାଲ ଶାଗୁଆ, ଲାଲ କଳା, ହଳଦିଆ କଳା। କେଉଁ ମୁସଲମାନ ଉକ୍ତ ପ୍ରଭୁଙ୍କର ଭଜନ ଗାଇ ଅମର ହୋଇଯାଇଛନ୍ତି? ଭକ୍ତ ସାଲବେଗ। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ କ'ଣ କହନ୍ତି? ମଦନ ମୋହନ। ତ ଆମେ ଏବେ ନେକ୍ସଟ ଚାପ୍ଟର ପଢ଼ିବା। ତ ଫାର୍ଷ୍ଟ ଚାପ୍ଟର ସରିଲା, ପାଠ 1 ସରିଲା। ପାଠ 2 କି ଯିବା। ଆମ ପୁରାଣ। କେଉଁ ଋଷି ସମୁଦ୍ରକୁ ଶୋଷି ଦେଇଥିଲେ? ଅଗସ୍ତି। ଦେବତା ମାନଙ୍କର ଚିକିତ୍ସକ କିଏ? ଅଶ୍ୱିନୀ କୁମାର। ଇନ୍ଦ୍ରଙ୍କର ହସ୍ତିର ନାମ କ'ଣ? ଐରାବତ। ରାଜା ଧୃତ ରାଷ୍ଟ୍ରଙ୍କ ଆଗରେ ମହାଭାରତ ଯୁଦ୍ଧର ଆଖି ଦେଖା ବିବରଣୀ କିଏ ଦେଇଥିଲେ? ସଞ୍ଜୟ। ରାବଣଙ୍କ ପିତାମାତା କିଏ? ବିଶ୍ରବା ଓ ନିକଷା। ରାମଚନ୍ଦ୍ରଙ୍କ ଜୀବନ ଲୀଳା କିପରି ଶେଷ ହୋଇଥିଲା? ସରଜୁ ନଦୀରେ ଜଳ ସମାଧି ଗ୍ରହଣ କରିଥିଲେ। ଭଗବାନ ଶ୍ରୀକୃଷ୍ଣ ରାମଙ୍କ ରୂପରେ କେଉଁ କେଉଁ ଯୁଗରେ ଜନ୍ମ ହୋଇଥିଲେ? ତ୍ରେତୟାରେ ରାମ, ଦ୍ୱାପରରେ ଶ୍ରୀକୃଷ୍ଣ। ତାପରେ ଯିବା ନେକ୍ସଟ ଚାପ୍ଟର ପାଠ 3 ପ୍ରାଣୀ ଜଗତ। କୁକୁଡ଼ା ଅଣ୍ଡା କେତେ ଦିନରେ ଫୁଟେ? 21 ଦିନରେ। କେଉଁ ପକ୍ଷୀ ଶାନ୍ତିର ପ୍ରତୀକ? କପୋତ। ସିଂହ କେଉଁ ଦେଶର ଜାତୀୟ ପଶୁ? ଆଫ୍ରିକା। ମରୁଭୂମିର ଜାହାଜ କାହାକୁ କୁହାଯାଏ? ଓଟ। ତ ନେକ୍ସଟ ପେଜ ଯିବା। ନେକ୍ସଟ ପେଜ କ'ଣ ଦେଇଛି ଚାଲ ଦେଖିବା। ତାପରେ କ'ଣ ଦେଇଛି? କେଉଁ ପ୍ରାଣୀର ବେକରେ ହୃତ୍ପିଣ୍ଡ ଥାଏ? ଜିରାଫ। 2 କୁଜ ବିଶିଷ୍ଟ ପ୍ରାଣୀ କେଉଁଠି ଦେଖାଯାଆନ୍ତି? ମଙ୍ଗୋଲିଆ। କେଉଁ ପକ୍ଷୀ କେଉଁ ଦେଶର ଜାତୀୟ ଚିହ୍ନ? ନ୍ୟୁଜିଲ୍ୟାଣ୍ଡ। କେଉଁ ଜୀବର ରକ୍ତ ନାଲି ରଙ୍ଗର ନୁହେଁ? ଚମ୍ପେଇ ନେଉଳ। କେଉଁ ମାଛ ଦେହରୁ ନାନା ରଙ୍ଗର ଆଲୋକ ବାହାରେ? ବନିଶୀ ମାଛ। ଆମ ରାଜ୍ୟର ଗହୀର ମଥା କାହିଁକି ପ୍ରସିଦ୍ଧ? କଇଁଛ ପାଇଁ। ଅକ୍ଟୋପସର କେତୋଟି ଗୋଡ଼ ଅଛି? 8ଟା। କେଉଁ ପ୍ରାଣୀର ହୃତ୍ପିଣ୍ଡ ତାର ମୁଣ୍ଡ ଉପରେ ଥାଏ? ଚିଙ୍ଗୁଡ଼ି। ସବୁଠାରୁ ବିଷଧର ମାଛ କିଏ? ଫବର ମାଛ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓ ବେଲ୍ ଆଇକନକୁ ଦବାଇ ଦେବେ, ଯାହା ଫଳରେ ସବୁ ଭିଡ଼ିଓର ନୋଟିଫିକେସନ୍ ମିଳିବ।